ଇରାନ ଜାଣିଥିଲା ଦିନେ ନା ଦିନେ ଆମେରିକା ସହିତ ଏଇଭଳି ଗୋଟେ ଯୁଦ୍ଧ ହବ, ଯେ ଆମେ ଏ ଯୁଦ୍ଧ ପାଇଁ ତ ପ୍ରିପେୟାର ହେଇକି 40 ବର୍ଷରୁ ପ୍ରିପେୟାର ହଉଛୁ, ଅଲରେଡି ଆମେ ପ୍ରିପେୟାର ହେଇକି ବସିଛୁ, ତମେ ଆସ ଆମେ ଲଢିବା। ଆଉ ଇରାନର ସୁପ୍ରିମ ଲିଡର ବି ଆଗରୁ ବି ଜାଣିଥିଲେ ଯେ ସିଏ ଆମେରିକାର ଟାର୍ଗେଟରେ ଅଛନ୍ତି, ଆଉ ଦିନେ ନା ଦିନେ ଆମେରିକା ତାଙ୍କୁ ମାରିବ। ଆଉ ଇରାନ ଭିଡିଓ ରିଲିଜ କରିକି ଓପନଲି ୱାର୍ଲଡକୁ ବି ଦେଖେଇଥିଲା ଯେ ଆମେ ଏଇ ଲେଭେଲ ପର୍ଯ୍ୟନ୍ତ ପ୍ରିପେୟାର ହେଇକି ଅଛୁ ୱାର ପାଇଁ। ଆମ ପାଖରେ ଅଣ୍ଡରଗ୍ରାଉଣ୍ଡ ମିସାଇଲ ସିଟି ଅଛି, ଯୋଉଟାକି ଆମେରିକା ଖୋଜିକି ପାଇବା ତ ଦୂରର କଥା, ତାକୁ ଯଦି ଗୋଟିଏ ଖୋଜିକି ମାରିଲା ବେଳକୁ ସି ସେଇଭଳି 100ଟା ସିଟି ବନେଇକି ରଖିଛି ଇରାନ। ଯଦି ଏ ଯୁଦ୍ଧ ଜିତି ବି ଯାଉଛି ଇରାନ ଏଗେନଷ୍ଟରେ, ତେବେ ଜିତିବାଟା କୌଣସି ହାରିବା ସହିତ କମ୍ ନୁହେଁ। ଆଉ ଯେତେବେଳେ ଇରାନର ଯୁଦ୍ଧ ଆରମ୍ଭ ହେଲା, ଆଉ 28 ଫେବୃଆରୀରେ ଯେତେବେଳେ ଆମେରିକା ଆଉ ଇସ୍ରାଏଲ ମିଶିକି ଇରାନ ଉପରେ ମିସାଇଲ ଆଟାକ୍ କଲେ, ଆଉ ପ୍ରଥମ ଦିନରେ ହିଁ ଇରାନର ସୁପ୍ରିମ ଲିଡର ଖାମେନେଇ ଏବଂ ତାଙ୍କର ଏଣ୍ଟାୟାର ଲିଡରସିପକୁ ମାରି ଦେଇଥିଲେ। ସେ ଟାଇମରେ ଏମିତି ଲାଗିଲା ଯେ ଇରାନ ଯୁଦ୍ଧଟା ଆରମ୍ଭ ହଉ ହଉ ସରିଗଲା। ଆଉ ତାପରେ ଏମିତି ଲାଗୁଥିଲା ଯେ ମାତ୍ର ଆଉ ଦିନେ ଦୁଇ ଦିନ ଭିତରେ ଇରାନ ସରେଣ୍ଡର କରିବ, ଆମେରିକା ଇରାନରେ ଗଭର୍ଣ୍ଣମେଣ୍ଟ ଚେଞ୍ଜ କରିବ, ଆଉ ଗୋଟେ ପ୍ରୋ ଆମେରିକାନ ଗଭର୍ଣ୍ଣମେଣ୍ଟ ସେଠି ଏଷ୍ଟାବ୍ଲିଶ କରିବ, ଯେମିତିକି ଭେନିଜୁଏଲାରେ ହେଇଥିଲା। ଆଉ ତାପରେ ଯେତେବେଳେ ଇରାନ ରିଟାଲିଏଟ୍ କରିବା ଆରମ୍ଭ କଲା, ସେତେବେଳେ କମ୍ପ୍ଲିଟ ଷ୍ଟୋରିରେ ଗୋଟେ ଗୋଟେ ଟ୍ୱିଷ୍ଟ ଦେଖିବାକୁ ମିଳିଲା। ତେବେ ଇରାନ ଯୁଦ୍ଧକୁ ଆରମ୍ଭ କଲା ତାର ଡ୍ରୋନ୍ ଏବଂ ତାର ମିସାଇଲ ଆଟାକରୁ। ଆଉ ଆଟାକ୍ କାହାକୁ କଲା? ଡାଇରେକ୍ଟ ଆମେରିକାକୁ ଆଟାକ୍ କଲାନି। ଆମେରିକାର ଯେଉଁ ମିଲିଟାରୀ ବେସ୍ ସବୁ ରହିଛି ଗଲ୍ଫ କଣ୍ଟ୍ରିଜରେ, ଆରବ ଦେଶମାନଙ୍କରେ, ଯେମିତିକି ୟୁଏଇରେ ରହିଛି, କତାରରେ ରହିଛି, କୁଏତରେ ରହିଛି, ବହୁତ ସାରା ଜାଗାରେ ସବୁ ଦେଶରେ କିଛି କିଛି ମିଲିଟାରୀ ବେସ୍ ଆମେରିକା ରଖିଥିଲା ଚାଇନା ଏବଂ ଇରାନ ଉପରେ ନଜର ରଖିବା ଲାଗି। ଯଦି କୌଣସି ଯୁଦ୍ଧ ପରିସ୍ଥିତି ହେଉଛି, ଡାଇରେକ୍ଟ ଆମେରିକାନ ଏୟାରଫୋର୍ସ ତାଙ୍କ ମିଲିଟାରୀ ଏଇ ମିଲିଟାରୀ ବେସ୍ରୁ କାମ କରିପାରିବେ। ଆଉ ଇରାନ ପ୍ରଥମ ଏଇ ମିଲିଟାରୀ ବେସ୍କୁ ଟାର୍ଗେଟ କରିଥିଲା ମିଡିଲ ଇଷ୍ଟରେ। ତେବେ ଇରାନ ଦୁଇଟା ଫ୍ରଣ୍ଟରେ ଲଢ଼ିବା ଷ୍ଟାର୍ଟ କଲା। ଗୋଟେ ମିଲିଟାରୀ ବେସ୍ ଉପରେ ଆଟାକ୍ କଲା ମିଡିଲ ଇଷ୍ଟରେ, ଦ୍ୱିତୀୟ ପକ୍ଷରେ ସେ ସେଠି ଇସ୍ରାଏଲରେ ଥିବା ହମାସ ଆଉ ହିଜବୁଲା ଦ୍ୱାରା ତା ଉପରେ ଆଟାକ୍ କରିଲା। ତେବେ ଷ୍ଟାର୍ଟିଂରୁ ଇଣ୍ଟେନ୍ସିଟି କମ୍ ଲାଗିଲା ଇରାନର। ତେବେ ଇରାନ ଯେଉଁ ମିସାଇଲ ଆଉ ଡ୍ରୋନ୍ ପଠାଉଥିଲା ତାକୁ 95% ଆମେରିକା ଏବଂ ଇସ୍ରାଏଲ ନଷ୍ଟ କରିଦେଉଥିଲେ। ଆଉ ପୁରା ଦୁନିଆ ଯେତେବେଳେ ଦେଖୁଥିଲା, ସେ ଇରାନ ଉପରେ ହସୁଥିଲା ଯେ ଏଇଭଳି ମିସାଇଲ ଆଉ ଡ୍ରୋନ୍ ଆଟାକ୍ରେ ସେ ଆମେରିକା ଆଉ ଇସ୍ରାଏଲ ସହିତ ଯଦି ଯୁଦ୍ଧ କରିବ, ତାହେଲେ ଇରାନ କେବେ ବି ଯୁଦ୍ଧ ଜିତି ହିଁ ପାରିବନି। ହେଲେ ତାପରେ ଧୀରେ ଧୀରେ ଇରାନ ତାର ଇଣ୍ଟେନ୍ସିଟିକୁ ବଢ଼େଇବାକୁ ଲାଗିଲା। ଏବେ ତା ଟାର୍ଗେଟ କେବଳ ଆମେରିକାର ମିଲିଟାରୀ ବେସ୍ ନୁହେଁ, ସେ ଡାଇରେକ୍ଟ ସିଟିମାନଙ୍କ ଉପରକୁ ବି ଆଟାକ୍ କରିବା ଆରମ୍ଭ କଲା। ଯେମିତିକି ଦୁବାଇ ଉପରେ ଆଟାକ୍ ହେଇଛି, ଦୁବାଇ ଏୟାରପୋର୍ଟ ଉପରେ ଆଟାକ୍ ହେଇଛି, କତାର ଏୟାରପୋର୍ଟ ଉପରେ ଆଟାକ୍ ହେଇଛି। ତ ସିଭିଲିଆନ ଜାଗାକୁ ବି ଇରାନ ଟାର୍ଗେଟ କଲା। ଆଉ ଏଇଠି ଆମେରିକାର ଚିନ୍ତା ପଡ଼ିଲା। ଆଜି ପର୍ଯ୍ୟନ୍ତ ଇରାନର ଏହି ଷ୍ଟ୍ରାଇକ୍ରେ ଆମେରିକାର ପାଖାପାଖି ବହୁତ ସାରା ମିଲିଟାରୀ ବେସ୍ ମିଡିଲ ଇଷ୍ଟରେ ନଷ୍ଟ ହେଇଛି। ଇରାନର ଗୋଟେ ଡ୍ରୋନ୍ ଯିଏକି ମାତ୍ର $10,000 କି $20,000 ବନିଛି, ସିଏ ଡାଇରେକ୍ଟ ହିଟ୍ କଲା ଆମେରିକାର $1.2 ବିଲିୟନ ରାଡାର ସିଷ୍ଟମ ଉପରେ, ଆଉ ତାକୁ କମ୍ପ୍ଲିଟଲି ନଷ୍ଟ ବି କରିଦେଲା। ଆଉ ଏଇଟା ହିଁ ଥିଲା ଆମେରିକାର ମିଡିଲ ଇଷ୍ଟରେ ୱାନ୍ ଅଫ୍ ଦ ସବୁଠୁ ବଡ଼ ଲସ୍। ବିକଜ ଖାଲି ଆମେରିକାର ଏଠି ପଇସାର ଲସ୍ ହେଲାନି, ଆମେରିକା ତା ନିଜ ଆଖିକି ହରେଇଦେଲା। କାରଣ ଆ ପରେ ଇରାନର ଯେଉଁ ମିସାଇଲ ଆସିବ ମିଡିଲ ଇଷ୍ଟ ଉପରକୁ, ତାକୁ ଦେଖିବା କଷ୍ଟକର ହେଇଯିବ ଆମେରିକା ପାଇଁ। ଆଉ ସେଇ ରାଡାର ନଷ୍ଟ ହେବା ପରେ ପରେ ଦେଖିଥିବେ ଇରାନର ଅଧିକରୁ ଅଧିକ ଡ୍ରୋନ୍ ଆଉ ମିସାଇଲ ହିଟ୍ ହେବାକୁ ଲାଗିଲା ମିଡିଲ ଇଷ୍ଟରେ। ଆଉ ତା ସହିତ ରିସେଣ୍ଟଲି ଆମେରିକାର ଆଉ ଗୋଟିଏ ଏୟାର ଡିଫେନ୍ସ ସିଷ୍ଟମ, ଯେଉଁଟାକି ଥିଲା ଥାର୍ଡ ଏୟାର ଡିଫେନ୍ସ ସିଷ୍ଟମ THAAD। ଆଉ ଥାର୍ଡ ଏୟାର ଡିଫେନ୍ସ ସିଷ୍ଟମ ପାଖାପାଖି $300 ମିଲିୟନ। ଆଉ ଏଇଟା ୱାର୍ଲଡର ସବୁଠୁ ଭଲ ଏୟାର ଡିଫେନ୍ସ ସିଷ୍ଟମ କୁହାଯାଉଥିଲା ଆଫ୍ଟର S-400। ତେବେ ଇରାନ ଏଇ ଥାର୍ଡ ଡିଫେନ୍ସ ସିଷ୍ଟମକୁ ବି ହିଟ୍ କରିକି ତାର ରାଡାରକୁ ନଷ୍ଟ କରିଛି। ତା ସହିତ ଯଦି ଦେଖିବା, ଆମେରିକାର 7 ଜଣ ସୋଲଜର ପ୍ରାଣ ହରାଇଛନ୍ତି। ଆଉ ଇନ୍ ଅଫିସିଆଲି ଦେଖିଲେ ଆମେରିକାର ଗୋଟେ ଏୟାରକ୍ରାଫ୍ଟ କ୍ୟାରିୟର ଥିଲା ଆବ୍ରାହମ ଲିଙ୍କନ, ତା ଉପରେ ଇରାନର ମିସାଇଲ ଆଉ ଡ୍ରୋନ୍ ଷ୍ଟ୍ରାଇକ୍ ହେଇଛି। ଏଟା ଇରାନ କ୍ଲେମ୍ କରୁଥିଲା, ଆମେରିକା ଆକୁ କମ୍ପ୍ଲିଟଲି ମନା କରୁଥିଲା। କିନ୍ତୁ ତାପରେ ଯେତେବେଳେ ଦେଖାଗଲା ଏହି ଆବ୍ରାହମ ଲିଙ୍କନଟି ଆଉ ଇରାନ କୋଷ୍ଟ ପାଖରେ ନଥିଲା, ବହୁତ ଦୂରକୁ ତାକୁ ନିଆ ହେଇଯାଇଥିଲା। ତା ମାନେ ମେ ବି କିଛିଟା ପ୍ରୋବ୍ଲେମ୍ ହେଇଛି ବୋଲି ତାକୁ ଇରାନଠୁ ଦୂରକୁ ନିଆ ହେଇଯାଇଛି। ତାରି ଭିତରେ ବି ଆମେରିକାର 3ଟା F-15 ଫାଇଟର ଜେଟ୍ ନଷ୍ଟ ହେଇଛି, ଯେଉଁଟାକି ଆମେରିକା କହୁଛି ଏଟା ଫ୍ରେଣ୍ଡଲି ଫାୟାର ହେଇଛି, ଯେଉଁଟାକି ନିଜର ଡିଫେନ୍ସ ସିଷ୍ଟମ ଆମେରିକାକୁ ନ ଜାଣିପାରି ତାକୁ ହିଁ ହିଟ୍ କରେଇଛି।
आउ एटा सत कि मिछ एटा कहि हबनी बिकॉज ईरान भी क्लेम करूची से तीनिटा फाइटर जेट को ये नष्ट करची बोली ईरान निजे नष्ट करची बोली तेबे जदि साइड रे ईरान रो कोन कोन क्षति हेची टिल नाउ ए युद्ध रे जदि हमें देखिबा ईरान रे एबे जाए 1300 रु अधिक लोक मरी सारलेनी इंक्लूडिंग तांको सोल्जर्स मध्य ईरान रो पाखापाखी 90% ड्रोन नष्ट कर दिया जाइची आउ ईरान रो गोटे वारशिप को अमेरिका श्रीलंका पाखे नष्ट कर देइतला जो तार 90 जनरू अधिक सेलर्स माने मरीथिले एवं ता सहित से संपूर्ण शिप टी ही ध्वंस हो जाइतला आउ ता परे परे ईरान रे थिबा ऑयल डिपो रे मध्ये निया लागि जाइतला जोटा कि इजराइल डायरेक्ट अटैक करथिला आउ सेथिरे पाखापाखी ईरान रे तेलर वर्षा होबाक लागिला बादल रो तबे जदि हमें ई डेटा को पढ़िबा आ कंपेयर करिबा हमको एमते लागुथिबो जे एथिरे अमेरिका ही जीतीची आउ ईरान रो सबुठु अधिक क्षति हेची आउ ईरान एथिरे हारिबाकू जाउची तेबे एक्सपर्ट्स माने कहबा हिसाब रे अमेरिका ता निज कळ बळ कौशल जहाँ भी पावर अच्छी सबू यूज करिकी जदि ये युद्ध जीति भी जाउची ईरान एगेंस्ट रे तेबे जीतिबाटा कोनोसी हारिबा सहित कम नुहे आउ एपटे युद्ध एते सारा क्षति सहिबा परे भी ईरान एजाए सरेंडर भी करूनी आउ सरेंडर तो दूरर कथा ईरान रो फॉरेन मिनिस्टर सीए एमिति स्टेटमेंट दउचंदी जे आमे ऑलरेडी अमेरिका को वेट करिचु केतेबेले अमेरिका आम देश रे एंट्री करिवो आउ आमे ता सहित लड़िबु आउ आमे ए जाए ईरान कहबा हिसाब रे जे सेमाने ए जाए तांकर केवल ओल्ड स्टॉक को ही क्लियर करूथिले मिसाइल आउ ड्रोन रो एबे जाए तांकर रियल मिसाइल रो स्ट्रेंथ को से माने देखे ही नांती सी एबे जाए केवल तांकर स्टॉक क्लियर करथुले पुराना स्टॉक तबे ईरान रो ई एग्रेशन आउ तार कॉन्फिडेंस देखि के एमते लागुची जे वार टा आउ गोटे सप्ताह नुहे ये मास धरी चली पारे तेबे कोन पई युद्धटा एते लंबा होबाकू जाउची आउ कोन पई ईरान सरेंडर करबा बदल रे आउरी अधिक रु अधिक एग्रेसिव होउची ता पछरे तीनिटा बहुत बड़ बड़ कारण अछि आउ लास्ट कारण देखिले आपनकर विश्वास भी होबनी एमिति भी गोटे कारण रही पारे तेबे एटा हमें अमेरिका रो ओवर कॉन्फिडेंस भी कहि परिबा कि अमेरिका रो थिबा डोनाल्ड ट्रम्प करो ईगो भी कहि परिबा आउ से ईरान को वेनेजुएला बोली भाबी दउतले जे जेमति वेनेजुएला रे अमेरिका पसिकी विदिन किछि मिनिट रे तांको सरकार थिबा प्रेसिडेंट को उठे आनिले आउ एंटायर रिजिम चेंज कर देले तबे एठी से बुझिबा दरकार जे अपोजिट रे वेनेजुएला बोली गोटे छोट देश नाही बरंग मिडिल ईस्ट रे थिबा सुपर पावर कुआ जाय ईरान को सी अछि तबे एठी मिस कैलकुलेशन कोन पई कुआ जाउची ना एई जो युद्धटा एबे चालुची ईरान एई युद्ध पई ऑलरेडी 40 वर्ष हब प्रिपेयर करि आउछ गोटे वर्ष नुहे 5 वर्ष नुहे 10 वर्ष नुहे 40 वर्ष हब ईरान स्पेसिफिक एई युद्ध पई प्रिपेयर होउछ ईरान जानितिला दिने ना दिने अमेरिका सहित एई भली गोटे युद्ध हब आउ ईरान एटा केबे जानितिला ना ईरान जानितिला 1984 रे जेतेबेले ईरान इराक रो युद्ध चलतिला आउ ईरान रो पाखापाखी 5 लाख रु 10 लाख लोक मरी जाइतिले सेतरे आउ सेइटू ईरान सिखिबा को पाइतिला जदी युद्ध रे जितिबार अछि तेबे निजर मिसाइल पावर को बढ़ाइबा को पड़िबो तेबे सेई वर्ष ठारू तेबे पाखापाखी आज 40 वर्ष हो जिवो ईरान एई युद्ध पई निजर मिसाइल सिस्टम को बनैबार लागिजी निजर ड्रोन बनैबार लागिजी आ अमेरिका टू ए कथाटा लुचिकी देला एटा भी सत नुहे बिकॉज ईरान निजे वर्षे हबो गोटे वीडियो रिलीज करितला केमिति ता अंडरग्राउंड रे माने ईरान रे थिबा पाखापाखी 100टा जागा रे से अंडरग्राउंड मिसाइल सिटी तैयारी करथिला आउ अंडरग्राउंड माने ईरान रो माटी तले ईरान पूरा ड्रोन एवं मिसाइल मानकर पूरा सिस्टम बनै के रखिदेला जोटा कि माटी तळु से मिसाइल आउ ड्रोन को से रिलीज करिवो आउ से ता टारगेट को जेकी हिट करिवे तबे ईरान एतिको आउ ईरान वीडियो रिलीज करिके ओपनली वर्ल्ड को भी देखैतिला जे आमे एई लेवल पर्यंत प्रिपेयर्ड हेकी अछु वार पई आम पाखे अंडरग्राउंड मिसाइल सिटी अच्छी जोटा कि अमेरिका खोजिकी पाइबा तो दूर कथा ताकू जदि गोटे खोजिकी मारला बेलू सी से 100 सिटी बनई रखी ईरान रे तबे सेति लगी एक्चुअल रे एबे ईरान रो मिसाइल रो स्ट्रेंथ अच्छी केते केही भी कहि पारु नांदी केही केही कहउचंदी 2000 3000 अच्छी केही केही कहउचंदी 10000 पर्यंत मिसाइल अच्छी केही केही कहउचंदी जे ऑलरेडी तांकर अंडरग्राउंड सिस्टम रे मिसाइल आउ ड्रोन कंटिन्यू बनी चली जोटा कि केबे भी सरीबो नाही तबे एटी अमेरिका एईटा ही मिसकैलकुलेट करितिला ईरान पाखरे स्ट्रेंथ कौन अच्छी आउ अमेरिका ताकू टैकल केमती करिवो तबे अमेरिका भाबितिला मो पाखरे अच्छी थर्ड मिसाइल सिस्टम मो पाखरे अच्छी पैट्रियट मिसाइल सिस्टम मु एई मानकू एडवांस मिसाइल सिस्टम को यूज करिकी ईरान रु आसुथिबा ड्रोन मिसाइल सब नष्ट कर देबी किंतु अमेरिका एटी जानिबा दरकार
ଇରାନ ଏଠି କ୍ୱାଲିଟି ଗେମ୍ ନୁହେଁ କ୍ୱାଣ୍ଟିଟି ଗେମ୍ ଖେଳେ। ଇରାନ ପାଖରେ କ୍ଲଷ୍ଟର ବମ୍ବିଂ ଅଛି, ମାନେ ଗୋଟିଏ ମିସାଇଲ୍ ଯିବ ତା ଦିହରୁ 40ଟା 50ଟା 100ଟା ଅନ୍ୟ ମିସାଇଲ୍କୁ ସେ ଭାଗ ହେଇଯିବ। ତେବେ ଗୋଟିଏ ମିସାଇଲ୍ରୁ ଯଦି 100ଟା ଅନ୍ୟ ଅନ୍ୟ ଛୋଟ ଛୋଟ ବମ୍ ଡିଭାଇଡ୍ ହେଇଯାଏ, କେଉଁ ଗୋଟିଏ ତ ହିଟ୍ କରିବ, 2ଟା ହିଟ୍ କରିବ, 10ଟା ହିଟ୍ କରିବ। ଇରାନର ସେଇଥିରେ ଲାଭ ଅଛି। ତେବେ ଇରାନ ଏଠି ଭଲ୍ୟୁମ୍ର ଗେମ୍ ଖେଳୁଛି, କ୍ୱାଣ୍ଟିଟିର ଗେମ୍ ଖେଳୁଛି, କ୍ୱାଲିଟିର ନୁହେଁ। କିନ୍ତୁ ଆମେରିକା ଭାବିଲା ମୋ ପାଖରେ ଟେକ୍ନୋଲୋଜି ଅଛି, ମୋ ପାଖରେ ରାଡାର ସିଷ୍ଟମ୍ ଅଛି, ମୁଁ ସମ୍ପୂର୍ଣ୍ଣ ପ୍ରୋଟେକ୍ସନ୍ ଦେଇପାରିବି। କିନ୍ତୁ ଇରାନ ଟାର୍ଗେଟ୍ ହିଁ କଲା ସେ ରାଡାର ଉପରେ। ଇରାନର ଏତେ ସାରା ପ୍ରିପାରେସନ୍ ଥିଲା ବୋଲି ସେ ଏଯାଏ ଆମେରିକାକୁ ଓପନ୍ ଚ୍ୟାଲେଞ୍ଜ ଦେଉଛି ଯେ ଆମେ ଏ ଯୁଦ୍ଧ ପାଇଁ ତ ପ୍ରିପେୟାର ହେଇକି 40 ବର୍ଷରୁ ପ୍ରିପେୟାର ହେଉଛୁ, ଅଲରେଡ଼ି ଆମେ ପ୍ରିପେୟାର ହେଇକି ବସିଛୁ, ତମେ ଆସ ଆମେ ଲଢ଼ିବା। ଆଉ ଇରାନର ସୁପ୍ରିମ୍ ଲିଡର ବି ଆଗରୁ ବି ଜାଣିଥିଲେ ଯେ ସିଏ ଆମେରିକାର ଟାର୍ଗେଟରେ ଅଛନ୍ତି, ଆଉ ଦିନେ ନା ଦିନେ ଆମେରିକା ତାଙ୍କୁ ମାରିବ। ଆଉ ସେଥିଲାଗି ସେ ଅଲରେଡ଼ି ପ୍ରିପେୟାର୍ଡ ହେଇକି ଥିଲେ, ଆଉ ଷ୍ଟ୍ରକ୍ଚର ବନେଇ ଦେଇ ଯାଇଥିଲେ ଯେ ଯଦି ଇରାନରେ ମୁଁ ମରିଯାଏ କିମ୍ବା ସୁପ୍ରିମ୍ ଲିଡର ମରିଯାଏ ତାହେଲେ କ'ଣ କ'ଣ କରିବାର ଅଛି। ଯଦି ଏଣ୍ଟାୟାର ଲିଡରସିପ୍ ହିଁ ମରିଯାଏ ତାହେଲେ ଇରାନ କେମିତି ଫଙ୍କସନ୍ କରିବ, କେମିତି ସେଇ ଯୁଦ୍ଧଟାକୁ ଆଗକୁ ନେଇକି ଯିବ, ତାକୁ କୁହାଯାଏ ଡିସେଣ୍ଟ୍ରାଲାଇଜ୍ ସିଷ୍ଟମ୍। ଏବେ ଇରାନ ଯେଉଁ ଖାମେନେଇଙ୍କ ମରିବା ପରେ ଏଣ୍ଟାୟାରଲି ଦେଖିଥିବେ ଇରାନର ରିଟାଲିଏସନ୍ କମୁ ହିଁ ନଥିଲା, କାରଣ ସେ ଡିସେଣ୍ଟ୍ରାଲାଇଜ୍ ସିଷ୍ଟମ୍ରେ ହିଁ କାମ ଚାଲୁଥିଲା ତାଙ୍କର। ଆଉ ଏବେ ଯିଏ ସୁପ୍ରିମ୍ ଲିଡର ତାଙ୍କ ପୁଅ ଆସିଛନ୍ତି ସିଏ ତ ତାଙ୍କଠାରୁ ବି ଆହୁରି ଆଗ୍ରେସିଭ୍, ବିକଜ ସିଏ ନିଜ ଆଖିରେ ଆଉ ସେ ନିଜେ ବି ପାର୍ଟିସିପେଟ୍ କରିଥିଲେ ଇରାନ ଇରାକ ୱାର୍ରେ। ତେବେ ଇଏ ଥିଲା କାଲକୁଲେସନର ଗେମ୍ ଯେଉଁଟା ଆମେରିକା କାଲକୁଲେଟ୍ କରିପାରିଲାନି, ବଟ୍ ଇରାନ ଅଲରେଡ଼ି ବହୁତ ଭଲସେ କାଲକୁଲେଟ୍ କରିକି ରଖିଥିଲା। ଦ୍ୱିତୀୟ କାରଣ ହେଉଛି ଇକୋନୋମିକ୍ ୱାରଫେୟାର। ଇରାନ ଏଠି ଗେମ୍ ହିଁ ଅଲଗା ଖେଳୁଛି, ଆଉ ଇରାନ ଭଲସେ ଜାଣିଛି ସେ ଆମେରିକାଠୁ ଜିତି ହିଁ ପାରିବ ନାହିଁ। କାରଣ ଆମେରିକା ଇସ୍ରାଏଲ କିଛି ଦିନ ଭିତରେ ଯଦି ୟୁରୋପ ବି ମିଶିଯିବ, ନେଟୋ ବି ମିଶିଯିବ, ଇରାନ ତାଙ୍କୁ ପାରିବ ନାହିଁ। କିନ୍ତୁ ଇରାନର ଗେମ୍ ଅଲଗା। ତେବେ ଇରାନ କହୁଛି ତମେ ମୋତେ ହାତରେ ମାରିଲେ ମୁଁ ତୁମକୁ ଭାତରେ ମାରିଦେବି। ଇରାନ ଏଠି ଇକୋନୋମିକ୍ ଗେମ୍ ଖେଳୁଛି, ସେ ପ୍ରଫିଟ୍ ଲସ୍ ଭଲସେ ଜାଣିଛି। ଏବେ ଆମେ ଡିସ୍କସ୍ କରୁଥିଲେ ଇରାନ ପାଖରେ ଗୋଟେ ଡ୍ରୋନ୍ ଅଛି, ଶହୀଦ 136 ଡ୍ରୋନ୍। ଶହୀଦ 136 ଡ୍ରୋନ୍ ସେଇ ଡ୍ରୋନ୍, ଆଉ ଏଇ ଡ୍ରୋନ୍ଟା ହିଁ ଆମେରିକାର ରାଡାର ସିଷ୍ଟମକୁ କତାରରେ ନଷ୍ଟ କରିଥିଲା। ନା ଇରାନକୁ ଏଇ ଗୋଟିଏ ଡ୍ରୋନ୍ ବନେଇବାରେ ମାତ୍ର ଖର୍ଚ୍ଚ ହେଉଛି $10,000 ରୁ $20,000 US। ତେବେ ଏଇଭଳି 500,000 ଡ୍ରୋନ୍ ଏକାଥରେ ଇରାନ ଛାଡ଼ୁଛି, ଆଉ ଆକୁ ଇଣ୍ଟରସେପ୍ଟ କରିବା ଲାଗି ଆମେରିକାର 1 ମିଲିୟନ୍ 2 ମିଲିୟନ୍ର ମିସାଇଲ୍ ମାନେ ଯାଉଛନ୍ତି, ନଷ୍ଟ କରୁଛନ୍ତି। ବେଳେବେଳେ ଗୋଟେ ମିସ୍ଫାୟାର ବି ହେଇଯାଏ, ପୁଣି ଆଉ ଗୋଟେ ଛାଡ଼ିବାକୁ ପଡ଼େ। ତେବେ କମ୍ପ୍ଲିଟଲି ଇରାନ ଆମେରିକାକୁ ଇକୋନୋମିକାଲି ଏକ୍ସଷ୍ଟ କରିଦେବାକୁ ଚାହୁଁଛି ଏଇ ୱାର୍ରେ। ଆଉ ସେଥିଲାଗି ଆମେରିକାର ଏଇ ଯୁଦ୍ଧରେ ପ୍ରତିଦିନ $900 ମିଲିୟନ୍ ଖର୍ଚ୍ଚ ହେଉଛି କେବଳ ଏଇ ଇରାନ ସହିତ ଯୁଦ୍ଧରେ। ଆଉ କୁହାଯାଉଛି, ଏକ୍ସପର୍ଟସ ମାନେ କହୁଛନ୍ତି ଆଗକୁ ଯଦି ଏଇଭଳି ଯୁଦ୍ଧ ଚାଲେ ଆମେରିକା ଦିନକୁ $2 ବିଲିୟନ୍ ଖର୍ଚ୍ଚ କରିପାରେ ଯୁଦ୍ଧରେ। ଆଉ ଏଣ୍ଟାୟାର ପଇସାଟା ଦବ କିଏ? ଆମେରିକାନ ସିଟିଜେନ୍ ମାନଙ୍କର ଟ୍ୟାକ୍ସ ପେୟର ପଇସା ଏଥିରେ ଯିବାକୁ ଯାଉଛି। ତେବେ ଦ୍ୱିତୀୟ ବଡ଼ ଇକୋନୋମିକ୍ ଝଟକା ଇନଡାଇରେକ୍ଟଲି ଆମେରିକା ଉପରେ ଲାଗିଛି। ତେବେ ଆମେରିକାରେ ଇନଭେଷ୍ଟ ହେଉଥିବା ପଇସାର ସବୁଠୁ ବଡ଼ ଚଙ୍କ ଆସିଥାଏ ମିଡିଲ୍ ଇଷ୍ଟରେ ଦେଶମାନଙ୍କ ଠାରୁ। କାରଣ ମିଡିଲ୍ ଇଷ୍ଟର ଦେଶମାନେ ଯେମିତିକି ସାଉଦି ଆରବ, କତାର, କୁଏତ, ଏଣ୍ଟାୟାରଲି ଗଲ୍ଫ କଣ୍ଟ୍ରି ଯେଉଁ ତେଲ ବିକ୍ରି କରନ୍ତି, ସେ ତେଲରୁ ଯେଉଁ ଡଲାର ସେମାନେ ଇନକମ୍ କରନ୍ତି ସେଇ ଡଲାରକୁ ସିଏ ଏଗେନ୍ ଆମେରିକାରେ ଇନଭେଷ୍ଟ କରିଥାନ୍ତି। ଏବେ ଇରାନ ଏଇ ଯୁଦ୍ଧରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଚୋକ୍ କରିଲା ପରେ ମ୍ୟାକ୍ସିମମ୍ ଗଲ୍ଫ କଣ୍ଟ୍ରିଜ ମାନଙ୍କର ତେଲର ବିକ୍ରି କମିଯାଇଛି, ଆଉ ସେ ପଇସା କମିଯିବାରୁ ଆମେରିକା ଉପରେ ଇନଭେଷ୍ଟମେଣ୍ଟର ବି ଗୋଟେ ବହୁତ ବଡ଼ ଲସ୍ ଦେଖିବାକୁ ମିଳୁଛି। ଆଉ ଥାର୍ଡ ରିଜନ୍ ହେଉଛି ରଷିଆର ଇନଭଲଭମେଣ୍ଟ। ଆମମାନଙ୍କୁ ଦେଖାଯାଉନାହିଁ ଯେ ଏଠି କେଉଁ ଆଙ୍ଗେଲରୁ ରଷିଆ ଇନଭଲଭମେଣ୍ଟ ଅଛି ୟୁଏସ୍ଏ ଆଉ ଇରାନ ଭିତରେ। କିନ୍ତୁ ଯଦି ଆମେ କହିବା ଇରାନ ଯୁଦ୍ଧରେ ରଷିଆର ହିଁ ଯଦି ଇନଭଲଭମେଣ୍ଟ ନଥାନ୍ତା ତେବେ ଇରାନ ଏ ଯୁଦ୍ଧକୁ ଏତେ ଭଲ ସକ୍ସେସ୍ ପାଇପାରିନଥାନ୍ତା ଆମେରିକା ଏଗେନଷ୍ଟରେ। କାରଣ ଗୋଟିଏ ମାତ୍ର ଦେଶ ଯିଏ ଚାହୁଁଛି ଏ ଯୁଦ୍ଧଟା ଲମ୍ବା ଚାଲୁ, ସିଏ ହେଉଛି ରଷିଆ। ତା ପଛର କାରଣ ହେଲା ଇରାନ ଯେତେ ଲମ୍ବା ଯାଏ ଆମେରିକା ସହିତ ଯୁଦ୍ଧ କରିବ ସେତେ ଟାଇମ୍ ପର୍ଯ୍ୟନ୍ତ ତେଲ ମାର୍କେଟ ବନ୍ଦ ହେଇକି ରହିବ ମିଡିଲ୍ ଇଷ୍ଟରେ। ଆଉ ଯେତେ ଦିନ ଯାଏ ତେଲର ମାର୍କେଟ ବନ୍ଦ ହେଇକି ମିଡିଲ୍ ଇଷ୍ଟରେ ରହିବ, ରଷିଆଠୁ ତେଲ ବାଧ୍ୟ ହେଇକି ଅନ୍ୟ ଦେଶମାନେ କିଣିବାକୁ ଲାଗିବେ। ଯେମିତିକି ଏଇ ରଷିଆର ତେଲ ନ କିଣିବାକୁ ଆମେରିକା ସାଙ୍କସନ୍ ଲଗେଇଥିଲା ଇଣ୍ଡିଆ ଉପରେ। କିନ୍ତୁ ଯୁଦ୍ଧ ଆରମ୍ଭରୁ ଯେତେବେଳେ ତେଲର ସର୍ଟେଜ ଦେଖାଗଲା ମାର୍କେଟରେ, ତେବେ ସେଇ ଆମେରିକା ଇଣ୍ଡିଆକୁ 30 ଦିନର ରିଲାକ୍ସେସନ୍ ପିରିୟଡ଼ ଦେଲା କିଣିବା ପାଇଁ। ତେବେ ଏଇଟା 30 ଦିନର ହେଇଛି, ମେ ବି ଯଦି ଯୁଦ୍ଧ ଆଗକୁ ଚାଲିଲା ଏଇଟା ଗୋଟେ ବର୍ଷ ପାଇଁ ବି ହେଇପାରେ। ତେବେ ଆମେରିକା ଯେତେ ଏ ଯୁଦ୍ଧରେ ଛନ୍ଦି ହେଇକି ରହିବ ସେତେ ପ୍ରଫିଟ୍ ହବ ରଷିଆକୁ। ଏଥିଲାଗି ରଷିଆ ଇରାନକୁ ଯୁଦ୍ଧରେ ହେଲ୍ପ କରୁଛି
तार इंटेलिजेंस उपरे तेबे अमेरिका CIA भली किंबा इज्राएल रो मोसाद भली तांको भली ईरान रो इंटेलिजेंस एते नाही फिर भी ईरान को पिन पॉइंट इंटेलिजेंस मिलुची अमेरिका रो एक्टिविटी उपरे अमेरिका कोठी ता राडार सिस्टम को रखीची सेठी केते अमेरिका जवान अछंदी को जगह ता मिलिटरी बेस सबुठारु अधिका रहिची तबे एते सारा इंटेलिजेंस एकुटिया ईरान केबे भी आनी परिबो नाही बे ईरान पाखरे निजरो एते सैटेलाइट भी स्ट्रांग नाही कि से पिन पॉइंट लोकेट करिकी हिट करिवो एटा होची अमेरिका रो मिलिटरी बेस एटा होची अमेरिका रो राडार सिस्टम एटा होची अमेरिका रो मिलिटरी इंस्टॉलेशन तबे एते सारा पिन पॉइंट ही टार्गेट करिवार कैपेसिटी केवल बड़ बड़ देश मानक पाखे थाए जो मानकर निजर सैटेलाइट सिस्टम थाए तबे अमेरिका को छाड़ी देले रशिया पाखे आउ चाइना पाखे ही एई भली प्रिसाइज सैटेलाइट लोकेशन रही थाए जोटा को से माने यूज करिकी तांकर ड्रोन एवं मिसाइल रे सेट करिकी पिन पॉइंट टार्गेट को हिट करंती तबे सेति लगी रशिया जे पर्यंत इन्वॉल्व रही चे युद्ध रे सेते शीघ्र ईरान ए युद्ध को हारिबो नै तबे आगु को देखिबा को बाकी अछि अमेरिका को एक्सटेंड पर्यंत निजर अटैक को जारी रखिबो ता परे आमे आउ थरे डिस्कशन करिबा ए विषय रे सेते जाय रहिली थैंक यू।